ମୁଁ ବହୁତ ଜୀବନରେ ମହୋତ୍ସବ ବା ବହୁତ ପ୍ରୋଗ୍ରାମ ଯାତ୍ରା ସବୁ ପ୍ରୋଗ୍ରାମ କରିଥିଲି। ସ୍କୁଲ ବହୁତ କମ ଆସିଥିଲି, କିନ୍ତୁ ଆଜି ଯାଜପୁରର ବିବେକାନନ୍ଦ ଶିକ୍ଷା ଅନୁଷ୍ଠାନକୁ ଆସିକି ତାଙ୍କର ସମସ୍ତ କର୍ମକର୍ତ୍ତାଠୁ ଆରମ୍ଭ କରିକି ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅନୁଷ୍ଠାନର ସମସ୍ତ ଯୋଉମାନେ ଅନୁଷ୍ଠାନ ସହିତ ଜଡିତ ସମସ୍ତଙ୍କର ଏଠିକି ଆସିବାର ଯୋଉ ମୋର ଅଭିଳାଷା ଥିଲା ତା ସମ୍ପୂର୍ଣ୍ଣ ଭାବେ ପୂର୍ଣ୍ଣ ହୋଇଛି। କାରଣ ଏତେ ସୁନ୍ଦର ଭାବରେ ସେ ଆମକୁ ଆମନ୍ତ୍ରଣ କଲା ପରେ ଆମକୁ ଏତେ ସୁନ୍ଦର ଭାବରେ ଆପ୍ୟାୟିତ କରିଛନ୍ତି ତାଙ୍କର ଆତିଥ୍ୟ, ତାକୁ ମୁଁ ସବୁବେଳେ ଧନ୍ୟବାଦ ଦେବି ଏ ସ୍କୁଲର ସମସ୍ତ କର୍ମକର୍ତ୍ତାଙ୍କୁ ଏବଂ ଏଠାରେ ଉପସ୍ଥିତ ଥିବା ସମସ୍ତ ଅତିଥି ବୃନ୍ଦ ଏବଂ ଯୋଉ ପ୍ୟାରେଣ୍ଟସ ମାନେ ଥିଲେ, ଯୋଉ ଅଭିଭାବକ ମାନେ ଥିଲେ ଏବଂ ଯୋଉ ଛାତ୍ରଛାତ୍ରୀ ମାନେ ଥିଲେ, ଭାରି ଶୃଙ୍ଖଳିତ। ପ୍ରକୃତରେ ମତେ ଲାଗିଲା ଯେ ବିବେକାନନ୍ଦଙ୍କ ନାଁରେ ଯୋଉ ସ୍କୁଲଟି ହେଇଛି ପ୍ରକୃତରେ ଶୃଙ୍ଖଳା ଏଇଠି ଶିଖାଯାଇଛି ଏବଂ ସୁନ୍ଦର ଭାବରେ ଏଠି କାର୍ଯ୍ୟକ୍ରମ ଏଠି ଆୟୋଜିତ ହେଲା। ପିଲାମାନଙ୍କୁ ଏବଂ ଅଭିଭାବକ ମାନଙ୍କୁ କେମିତି ଆମର ପିଲାମାନଙ୍କୁ ତାଙ୍କର ଜୀବନ ଶୈଳୀ ଶିଖେଇବାଠୁ ଆଗକୁ କେମିତି ସେମାନେ ବଢିବେ, ଉନ୍ନତି କରିବେ, ନାଁ କରିବେ ଏବଂ ଯାଜପୁର ମାଟିର ନାଁ ରଖିବେ, ତା ସହିତ ଯାଜପୁର ମାଟିର ବହୁତ ବରେଣ୍ୟ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ, ଯୋଉମାନେ ଆଜି ଇଣ୍ଟରନ୍ୟାସନାଲି ସେମାନଙ୍କୁ ନିଜର ପରିଚୟ ଏବଂ ବହୁତ କଳାକାର ଥିଲେ। ଯୋଉ ସୁନ୍ଦର ପ୍ରୟାସ ଏଠି ପିଲାମାନଙ୍କୁ ଆଗକୁ ବଢେଇବା ପାଇଁ ଦିଗଦର୍ଶନ ଦେବା ପାଇଁ ଏ ଅନୁଷ୍ଠାନ ପାଖରେ ମୁଁ ଚିର ଋଣୀ ହେଇ ରହିବି ଏବଂ ମୁଁ ଚାହିଁବି ଏ ଅନୁଷ୍ଠାନ ସବୁ ଛାତ୍ରଛାତ୍ରୀ ମାନେ ଆଗକୁ ବହୁତ ନାଁ କରି ଖାଲି ଯାଜପୁରର ନୁହଁ ସାରା ବିଶ୍ୱରେ ସେମାନଙ୍କର ନିଜର ପ୍ରତିଷ୍ଠା ସ୍ଥାପନ କରନ୍ତୁ। ଆଜି ଆକ୍ଚୁଆଲି ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ବାର୍ଷିକ ଉତ୍ସବ। ଆଜି ସକାଳ 12ଟା ବେଳେ ମାତୃ ସମ୍ମିଳନୀ କରାଯାଇଥିଲା। ପିତାମାତା ମାନଙ୍କୁ ପୂଜା କରିବାର ଆୟୋଜନ କରାଯାଇଥିଲା, ପୂଜ୍ୟ ପୂଜାର ଆୟୋଜନ କରାଯାଇଥିଲା। ସେ ପୂଜା କଲାବେଳେ ନିଶ୍ଚିତ ଭାବରେ ସତରେ ଗୋଟେ ପୁଅଟି ହିସାବରେ ମତେ ବହୁତ ଦୁଃଖ ଲାଗିଥିଲା, ଏଇଥିପାଇଁ ଯେ ସେ ଯୋଉ ଭାବ ବିହ୍ୱଳ ପରିସ୍ଥିତି ଗୋଟେ ସୃଷ୍ଟି ହେଇଥିଲା। କାରଣ ଯେତେବେଳେ ପିଲାମାନେ ମାଆକୁ ପୂଜା କରିଥିଲେ ସବୁ ମାଆଙ୍କ ଆଖିରୁ ଲୁହ ଝରିଥିଲା ଏବଂ ମଞ୍ଚରେ ବସିଥିବା ସମସ୍ତ ଅତିଥି ମାନେ ଆଖିରୁ ଲୁହ ଝରୁଥିଲା, ସମସ୍ତେ କାନ୍ଦି ପକାଇଥିଲେ। ମା ଏବଂ ପୁଅ ଭିତରେ ଯୋଉ ଅତୁଟ ବନ୍ଧନ ତାକୁ ଆଉ ଟିକେ ମଜବୁତ କରିବା ପାଇଁ ଏବଂ ପିଲାମାନଙ୍କୁ ବାର୍ତ୍ତା ଦେବା ପାଇଁ ଯେ ଭବିଷ୍ୟତରେ ଯାହା ବି କର ବାପା ମାଙ୍କ ସାଙ୍ଗରେ ରୁହ, କାରଣ ବାପା ମା ମାନେ ହେଉଛନ୍ତି ଆମର ପରିଚୟ। ଏବେ ହେଲେ ବାପା ମା ମାନଙ୍କୁ ବୃଦ୍ଧାଶ୍ରମକୁ ପଠାଅ ନା, ଏଇଭଳିଆ ବାର୍ତ୍ତା ଦେଇ ପିତୃ ମାତୃ ପୂଜନର ଆୟୋଜନ କରାଯାଇଥିଲା। ବର୍ତ୍ତମାନ ଆଜି ସନ୍ଧ୍ୟାରେ ବାର୍ଷିକ ଉତ୍ସବ ଆୟୋଜନ କରାଯାଇଥିଲା। ମୁଖ୍ୟ ଆକର୍ଷଣ ଭାବେ ଭଗିନୀ ମିଶ୍ର ଆସିଥିଲେ ଏବଂ ମୁଖ୍ୟ ଅତିଥି ଭାବେ ବାଟୁ ସାର୍, ରବୀନ୍ଦ୍ର କୁମାର ପରିଡ଼ା ଏବଂ ସିନେ ଜଗତର ବିଭିନ୍ନ ଆର୍ଟିଷ୍ଟ ମାନେ ଆସିଥିଲେ। ବହୁ ଲୋକ ଆଜି ସମାଗମ ହୋଇଛନ୍ତି। ନିଶ୍ଚିତ ଭାବରେ ଏ ସ୍କୁଲ ଆଗକୁ ଆହୁରି ବଢିବ, ଆହୁରି ଆଗକୁ ବଢିବ, এই ଆଶା ଏବଂ ଭରସା ଆମର ଅଛି।